କନ୍ଧମାଳ ଜିଲ୍ଲାର ଉନ୍ନତି ପ୍ରଗତି ଦୃଷ୍ଟିରୁ ଆମେ ଅନୁଭବ କଲୁ ଯେ ଅଲଗା ଜିଲ୍ଲା ତୁଳନାରେ ଓଡ଼ିଶାର ଅଲଗା ଜିଲ୍ଲା ତୁଳନାରେ କନ୍ଧମାଳ ଜିଲ୍ଲା ବହୁତ ପଛରେ ଅଛି। ବିଭିନ୍ନ ଦୃଷ୍ଟିକୋଣରୁ ଏଠି ଯୁବକମାନଙ୍କ ପାଖରେ ରୋଜଗାର ନାହିଁ, ଆଉ ବିଭିନ୍ନ ଉପମହାନ୍ତ ଇଲାକାରେ ରାସ୍ତା ନାହିଁ, ସ୍ୱାସ୍ଥ୍ୟ ସେବା ମଧ୍ୟ କେବଳ ବିଲ୍ଡିଂରେ ସୀମିତ ହେଇକି ରହିଯାଇଛି। ଆଉ ଯେଉଁମାନେ ସ୍ୱାସ୍ଥ୍ୟ ସେବାରେ ଅଛନ୍ତି ସେମାନଙ୍କର ରୋଗୀମାନଙ୍କୁ ସମ୍ବେଦନା ଦେବା ପାଇଁ ମନେ ହେଉନାହିଁ। ତ ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଅଛି। ଆଉ ମହାବିଦ୍ୟାଳୟରେ ବିଭିନ୍ନ ଜାଗାରେ ଆମର ଅଧ୍ୟାପକ ନାହାନ୍ତି, ବିଭିନ୍ନ ବନ୍ଦ ହେଇଗଲା, ଛାତ୍ରଛାତ୍ରୀ ଅଭାବ କାରଣରୁ ସ୍କୁଲ ବନ୍ଦ ହେଇଗଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଇ ସ୍କୁଲରେ ପଢୁଥିବା ଅଲଗା ଗାଁକୁ ଅଲଗା ସ୍କୁଲକୁ ଯିବା ପାଇଁ ଗମନାଗମନ ବ୍ୟବସ୍ଥା ନାହିଁ। ସେ କିଭଳିଆ ଯେ ଛୋଟ ଛୋଟ ପାହାଡ଼ ଦେଇକିରି ଯାଉଛନ୍ତି, ନାଳ ଦେଇକିରି ଯାଉଛନ୍ତି, କୁନି କୁନି ଛୋଟ ଛୁଆମାନେ, ଏଇସବୁ ସମସ୍ୟା। ନଦୀ ବନ୍ୟା ବାତ୍ୟା ହଉଛି, ସେ ସମୟରେ ନଦୀରେ ତାରରେ ଲୋକ ଯାଉଛନ୍ତି। ଗୋଟିଏ କଥା, ବେଳେ ବେଳେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ଗୋଟେ ଗାଁକୁ। ଆମ୍ବୁଲାନ୍ସ ସେ ଗାଁରେ ନ ପହଞ୍ଚିବା ଫଳରେ ସେ ରୋଗୀ ମୃତ୍ୟୁବରଣ କରୁଛି, ଠିକ ସମୟରେ ଠିକ ସ୍ୱାସ୍ଥ୍ୟ ସୁବିଧା ପାଇପାରୁନାହିଁ। ତ ଆଜି ଯୁଗରେ ଯେତେବେଳେ ଭାରତ ଏତେ ବଡ଼ ଅର୍ଥନୀତି, ଏତେ ବିଶ୍ୱଗୁରୁ ଆଡ଼କୁ ଭାରତ ଅଗ୍ରସର ହେଉଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ଚିନ୍ତାଧାରା ଅନୁସାରେ, ତାଙ୍କର ବିକାଶମୂଳକ ପଦକ୍ଷେପ ଅନୁସାରେ ସବୁଆଡ଼େ କନ୍ଧମାଳ ସେକ୍ଟର କାହିଁକି ବାଦ ପଡ଼ିଯାଉଛି? ତ ଏଇ ତାର କାରଣ ଜାଣିବା ପାଇଁ, ତାର ଯଥାର୍ଥତା ଜାଣିବା ପାଇଁ ଆମେ ଦୀର୍ଘ 2 ବର୍ଷ ହେଲା କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣକୁ ବିଭିନ୍ନ ଗାଁକୁ ନେଇକରି ବିଭିନ୍ନ ଚାଷୀ, କୃଷକ, ଛାତ୍ର, ମହିଳା ଏ ସମସ୍ତଙ୍କ ସାଙ୍ଗରେ ଚର୍ଚ୍ଚା ଆଲୋଚନା କରୁ। ଆଉ ତାର 2ଟା ଛୋଟ ନିଷ୍କର୍ଷ ଆସିଲା ଯେ ନିର୍ବାଚନୀ ସମୟରେ ଅର୍ଥ ସର୍ବସ୍ୱ ଲୋକମାନଙ୍କ ଦ୍ୱାରା କନ୍ଧମାଳ ବନ୍ଧା ପଡୁଛି ଏବଂ କନ୍ଧମାଳର ଯେଉଁମାନେ ନେତୃତ୍ୱ ନେଉଛନ୍ତି ସେମାନେ ନିର୍ବାଚନ ପରେ କନ୍ଧମାଳର କୌଣସି ସୁଖ ଦୁଃଖରେ ସାମିଲ ହେଉନାହାନ୍ତି। ଏମିତି 5 ବର୍ଷ ଚାଲି ଯାଉଛି। 5 ବର୍ଷ ପରେ ପୁଣି ନିର୍ବାଚନୀ ଋତୁ ଆସିଲେ ବିଭିନ୍ନ ପ୍ରକାର କନ୍ଧମାଳ ବିଭିନ୍ନ ପ୍ରକାର ଲୋଭ ଦେଖି ସେମାନେ କନ୍ଧମାଳକୁ କ'ଣ ନିଜର ଲୁଟିବା ପାଇଁ, କନ୍ଧମାଳର ଅଧିକାର ନିଜ ପାଖରେ ରଖିବା ପାଇଁ ବିଭିନ୍ନ ପ୍ରକାର କାମ କରୁଛନ୍ତି। କିନ୍ତୁ କନ୍ଧମାଳର ସାଧାରଣ ଲୋକର ଦୁଃଖରେ ଦୁଃଖୀ ହେବା ଗୋଟେ ସମ୍ବେଦନଶୀଳ ବିଷୟକୁ ନେଇକରି ତା ପାଇଁ ସରକାରୀ ସ୍ତରରେ କିଛି ବ୍ୟବସ୍ଥା ଆପଣ ଚାହୁଁଛନ୍ତି କି ମାନେ କନ୍ଧମାଳ ଜିଲ୍ଲାରେ ଲୋକାଲ କ୍ୟାଣ୍ଡିଡେଟ୍ ରୁହନ୍ତୁ ଏବଂ MP କ୍ୟାଣ୍ଡିଡେଟ୍ ହୁଅନ୍ତୁ, ଯିଏ ବି କନ୍ଧମାଳ ଜିଲ୍ଲାର ନେତୃତ୍ୱ କନ୍ଧମାଳ ନେଉ, କନ୍ଧମାଳର ଯୁବକ ଯେଉଁମାନେ ଆଜି ଉଚ୍ଚଶିକ୍ଷିତ ଯୁବକ ଅଛନ୍ତି ସେମାନେ ଆଗାମୀ ଦିନରେ କନ୍ଧମାଳର ନେତୃତ୍ୱ ନିଅନ୍ତୁ, ଏଇଟା ଆମେ ଚାହୁଁଛୁ। କିନ୍ତୁ ଯଦି ରାଜନୀତିଟା ଯଦି ଅର୍ଥ ସର୍ବସ୍ୱ ହେଇଯିବ, ଯଦି ସମସ୍ତଙ୍କ ମନରେ ଆସିବ ଯେ କେତେ କୋଟି ଟଙ୍କା ଅଛି, କେତେ ଲକ୍ଷ ଟଙ୍କା ଅଛି, ଯେ ଆଗାମୀ ଦିନରେ କନ୍ଧମାଳର ସାଧାରଣ ଯୁବକଟିଏ ଯିଏ ଆଜି ମହାବିଦ୍ୟାଳୟରେ ଅଛି, ଯେ ଆଜି ସେ ଅଲଗା ଉଚ୍ଚଶିକ୍ଷା ଲାଭ କରୁଛି, ସେ ପରବର୍ତ୍ତୀ ସମୟରେ ତାର ଯୋଉ ଅନୁଭବ ଥିବ, ତାର ଯୋଉ ଅନୁଭୂତି ଥିବ, ତାକୁ କନ୍ଧମାଳ ପାଇଁ ସେ କେମିତି ବ୍ୟବହାର କରିବ? ଦୀର୍ଘ 2 ବର୍ଷ ହେଲେ ଆପଣ ସବୁ ଜାଗାକୁ ବୁଲିଲେ, ଆପଣ କେତେ ପ୍ରପୋର୍ସନାଲଟା କେତେ ରହିବ, କେତେ ଆପଣ ଉନ୍ନତିଟା କେତେ ହେଇଛି, 60-40 ନା 80-20 ନା କେତେ ବୋଲି ଭାବୁଛନ୍ତି ଆପଣ ବର୍ତ୍ତମାନ ସ୍ଥିତିକୁ? ବର୍ତ୍ତମାନ ଆପଣ ବୁଲିଛନ୍ତି, କିନ୍ତୁ କନ୍ଧମାଳ ଜିଲ୍ଲାରେ ସବୁ ସମସ୍ୟା ଅଛି, ଏସବୁ ସମସ୍ୟା ସାଧାରଣ ଲୋକ ମନରେ ଗୋଟେ ଅସହାୟ ଲୋକ ମନରେ ଗୋଟେ ସାହସ ନାହିଁ। ମୋର ଗୋଟେ ସାଧାରଣ ସମସ୍ୟା ହେଲେ ମୁଁ କହିବି କାହାକୁ? ଗୋଟେ ଲୋକ ନାହିଁ କାହା ପାଖରେ, ମୁଁ କାହାକୁ କହିବି? ସେ ଯୋଉ ଚ୍ୟାନେଲରେ ଯାଉଛନ୍ତି ସେ ଚ୍ୟାନେଲରେ ଠିକ ଜାଗାରେ ତାଙ୍କର ସମସ୍ୟାଟା ପହଞ୍ଚି ପାରୁନି। ଏ ସମସ୍ୟାଟା ଅଧା ବାଟରେ ରହିଯାଉଛି, ଯାହାଦ୍ୱାରା କି ଲୋକ ଅସହାୟ ହୋଇଯାଉଛି। ବିଭିନ୍ନ ସମୟରେ ଯୋଉ ସରକାରୀ ବିକଳ ଚାଲିଛି, ସେ ସରକାରୀ କଳ ଏଇଭଳିଆ ଦେହସୁଆ ହେଇଗଲାଣି, କେହି କାହା କଥା ଶୁଣୁନାହାନ୍ତି, କାହା ସାଙ୍ଗରେ କାହାର ତାଳମେଳ। ବିଶେଷ କରି ଜିଲ୍ଲାର ସମସ୍ୟା ନେଇ ଆପଣ ନେତା ମନ୍ତ୍ରୀଙ୍କୁ ଯାଇ ଏ ସମସ୍ୟା ଜଣାଇଛନ୍ତି? ଆମେ ଅନେକ ସମୟରେ ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଛୁ, କିନ୍ତୁ ଆଶାନୁରୂପ ଭାବେ ଆମର ଫଳ ମିଳିନାହିଁ କିମ୍ବା ଆମେ କାହାକୁ ସମ୍ପର୍କ କରିବାରେ ବିଫଳ ହେଇଛୁ। ଆପଣଙ୍କ କହିବା ଅନୁସାରେ ନେତା ମନ୍ତ୍ରୀ ଏଠି କୌଣସି କାର୍ଯ୍ୟ କରୁନାହାନ୍ତି, ଲୋକଙ୍କ ସମସ୍ୟା ନେଇ କେବଳ ଗୋଟେ 1-2 ମାସ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ସାଙ୍ଗରେ ପୁରା ଉତ୍ତପ୍ରୋତ ଭାବରେ ରହୁଛନ୍ତି। ଏମିତି ଗୋଟେ ଅନୁଭବ ଆସୁଛି ଯେ କନ୍ଧମାଳର ବର୍ତ୍ତମାନ ଉନ୍ନତି ହେବ, ଆଗକୁ ଯିବ, କନ୍ଧମାଳ ଧୀରେ ଧୀରେ ପ୍ରଗତି ଆଡ଼କୁ ଯିବ, କନ୍ଧମାଳରେ କିଛି ନୂଆ ହେବ। କିନ୍ତୁ ସେଇ 1-2 ମାସ ପରେ, 1-2 ମାସ ସରିଲା କନ୍ଧମାଳ ସାଙ୍ଗରେ ସମ୍ପର୍କ। ଶେଷ ପ୍ରଶ୍ନ, ଆପଣ 2 ବର୍ଷ ଧରି ଆପଣ ଗାଁ ଗାଁ ଯାଇ ବୁଲିଲେ
ଲୋକଙ୍କର ଭିଉ କଣ ରହୁଛି ଆଉ ପୁଣି ଆପଣ ଚାହୁଁଛନ୍ତି ଯେ କନ୍ଧମାଳର ଜଣେ ହିଁ କ୍ୟାଣ୍ଡିଡେଟ୍ ଯିଏକି ଏମ୍ପି ହେବା ପାଇଁ ଆପଣ ଇଚ୍ଛା କରୁଛନ୍ତି କେବଳ ସାଂସଦ କଥା ନୁହେଁ କନ୍ଧମାଳର କହିବା କଥା କନ୍ଧମାଳର ପାଣି ପବନ ମାଟି ଏସବୁ ସାଙ୍ଗରେ ଯୋଡ଼ି ହେଇଥିବା ଲୋକ ଯଦି କନ୍ଧମାଳର ନେତୃତ୍ୱ ନେବ ତାହେଲେ ନେତୃତ୍ୱର ଯୋଉ କାମ ଅଛି ନେତୃତ୍ୱ ଯୋଉ କାମଟା କରିବା କଥା ପ୍ରଶାସନ କୋର୍ଡିନେସନ ପାଇଁ ଯୋଉ ନେତୃତ୍ୱର ସେଇ କାମଟା ଠିକ ଢଙ୍ଗରେ ଆଶାୟୀ ହିସାବରେ ଆପଣ ବର୍ତ୍ତମାନ କନ୍ଧମାଳବାସୀଙ୍କୁ କ'ଣ ବାର୍ତ୍ତା ଦେବେ ମେସେଜଟା କ'ଣ ଦେବେ କନ୍ଧମାଳବାସୀଙ୍କୁ ଏତିକି କଥା କହିବି ଯେ ଯୋଉମାନେ କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ଅର୍ଥ ଦେଇକିରି ସେମାନଙ୍କ ଆଗରେ ବିକ୍ରି ନ ସେମାନଙ୍କୁ ସ୍ପଷ୍ଟ ଭାବରେ ଯେ ଆମ ଜିଲ୍ଲାର ସାଙ୍ଗରେ କିଏ ରହିବ ଆମ ସାଙ୍ଗରେ ସୁପରିଚିତ କିଏ ଠିଆ ହେବ ଆମ ଜିଲ୍ଲାର ବିଭିନ୍ନ ପ୍ରକାର ଇସ୍ୟୁ ଅଛି ଆମ ଜିଲ୍ଲାର ବିଭିନ୍ନ ପ୍ରକାର ସାମାଜିକ ସ୍ତରରେ ସମସ୍ୟା ଅଛି ପ୍ରଶାସନ ସ୍ତରରେ ଯେଉଁ ଦୁର୍ନୀତି ହେଉଛି ଯିଏ ଆମ ସାଙ୍ଗରେ ରହିବ ଆମେ ତାଙ୍କ ସାଙ୍ଗରେ ରହିବୁ ଠିକ ଧନ୍ୟବାଦ।